ଜ୍ୟୋତିଷ ଶାସ୍ତ୍ର ମାନବ ସମାଜକୁ ସବୁକିଛି ଦେଇଛି। କ'ଣ ନ ଦେଇଛି? ଆପଣ ଯେଉଁ କଥା କହିଲେ ଯେ କପାଳେ ଲିଖନ କେ କରିବ ଆନ, ଡେଷ୍ଟିନି ଇଜ୍ ଅଲରେଡ଼ି ଫିକ୍ସଡ ବୋଲି କହୁଛେ। ଡେଷ୍ଟିନକୁ କିଏ ଚେଞ୍ଜ କରିବ? ଡେଷ୍ଟିନକୁ ଚେଞ୍ଜ କରିବାର ଗୋଟିଏ ମାର୍ଗ ହେଉଛି କର୍ମ। ସେ କର୍ମଟା କ'ଣ ନା ବିହିତ କର୍ମ। ସେ ବିହିତ କର୍ମର ଉପଦେଶ ବା ଆଦେଶ କିଏ ଦେବ? ନା ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି। ଜ୍ୟୋତିଷ ଶାସ୍ତ୍ରକୁ ଯେଉଁ ଜ୍ୟୋତିଷ ମାନେ ଅଭ୍ୟାସ କରୁଛନ୍ତି ସେମାନେ ସେ ବିହିତ କର୍ମର ଉପଦେଶ ଦେବେ। ଯେଉଁମାନେ ଉଚ୍ଚକୋଟୀର ସାଧକ ସେମାନେ ଦେବେ। ଯେଉଁମାନେ ଅହରହ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ଭଗବାନଙ୍କର ସତ୍ତାକୁ ଅନୁଭବ କରିବା ପାଇଁ ଅହରହ ପ୍ରୟାସ କରୁଛନ୍ତି ସେମାନେ ଦେବେ। ମୁଖ୍ୟତଃ ଏମାନେ ହିଁ ଜ୍ୟୋତିଷ ଶାସ୍ତ୍ର ସହିତ ଓତପ୍ରୋତ ଭାବରେ ଜଡ଼ିତ। ସେମାନେ ଯାହା କହିବେ ଯଦି ପ୍ରକୃତରେ ପାଳନ କରିବା ନିଶ୍ଚିତ ଭାବରେ ସଫଳତା ମିଳିବ। ଗୋଟେ ଛୋଟ ଉଦାହରଣ ଦେଉଛି। ଜଣଙ୍କୁ ଭୟଙ୍କର ବ୍ୟାଧି ହେଇଛି। ମୁଁ ଅନେକ ଡାକ୍ତରଙ୍କୁ ବି ଦେଖିଛି, ସେମାନେ ନିଜେ ବହୁତ ବଡ଼ ବଡ଼ ରୋଗରେ ସବୁ ପୀଡ଼ିତ ହେଉଛନ୍ତି ଏବଂ ସେମାନେ ବି ଚିକିତ୍ସା କରୁଛନ୍ତି। ଚିକିତ୍ସା ପରେ ବିଫଳ ହେଲା ପରେ, ତାଙ୍କୁ ଆଶାନୁରୂପକ ସଫଳତା ନ ମିଳିଲା ପରେ ସେମାନେ ବି ଆଧ୍ୟାତ୍ମିକ ଶାସ୍ତ୍ରର ଏବଂ ଆଧ୍ୟାତ୍ମିକ ଶାସ୍ତ୍ରକୁ ଯେଉଁମାନେ ଅଭ୍ୟାସ କରୁଛନ୍ତି ସେମାନଙ୍କର ଆଶ୍ରୟ ନେଉଛନ୍ତି ବା ସହଯୋଗ ଲୋଡ଼ୁଛନ୍ତି। ଅନେକ ଯୋଗଗୁରୁ ଯେଉଁମାନେ ସବୁ ଯୋଗାଭ୍ୟାସ କରାଉଛନ୍ତି ତାଙ୍କ ପାଖରେ ହଜାର ହଜାର ଡାକ୍ତର ଯାଇକରି ସବୁ ଯୋଗରେ ସାମିଲ ହେଉଛନ୍ତି। କାହିଁକି ନା ସେମାନେ ନିଜେ ଚିକିତ୍ସକ, କିନ୍ତୁ ନିଜ ଚିକିତ୍ସାରେ ନିଜେ ବିଫଳ ହେଲା ପରେ ସେମାନେ କ'ଣ କରୁଛନ୍ତି ନା ଏଇ ଶାସ୍ତ୍ରର ଆଶ୍ରୟ ନେଉଛନ୍ତି ବା ଶାସ୍ତ୍ରକୁ ଅଭ୍ୟାସ କରୁଥିବା ଲୋକମାନଙ୍କର ଆଶ୍ରୟ ନେଉଛନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ର ହେଉଛି ସର୍ବଶ୍ରେଷ୍ଠ ଶାସ୍ତ୍ର। ଜ୍ୟୋତିଷ ଶାସ୍ତ୍ର ଭିତରେ ଏ ସବୁ କିଛି। ଆମେ ଯେଉଁ ବିଜ୍ଞାନ ବୋଲି କହୁଛେ, ବିଜ୍ଞାନରେ କ'ଣ? ବିଜ୍ଞାନ ବିଶେଷତଃ ରସାୟନ ଶାସ୍ତ୍ର, କେଉଁ ଦ୍ରବ୍ୟକୁ କେଉଁ ଦ୍ରବ୍ୟ ସାଙ୍ଗରେ କେତେ ପରିମାଣରେ ମିଶାଇଲେ କ'ଣ ହେବ, ଯେଉଁଟାକି ରସାୟନ ଶାସ୍ତ୍ରରେ ସବୁ ଅଛି। ପ୍ଲାଷ୍ଟିକ କେମିତି ତିଆରି ହେବ, ଲୁହାପଥର କେମିତି ତିଆରି ହେବ, ସେ ଇଲେକ୍ଟ୍ରିକ୍ ବଲ୍ବ କେମିତି ତିଆରି ହେବ, ସେ ଏଇଟା କେମିତି ତିଆରି ହେବ, ସେଇଟା କେମିତି ତିଆରି ହେବ, ଏସବୁ ଜିନିଷ ହେଉଛି ବିଜ୍ଞାନର କାମ। ତେଣୁ ବିଜ୍ଞାନ ଆମେ ଯେଉଁ ଗତ 300-400 ବର୍ଷ ପୂର୍ବରେ ବିଜ୍ଞାନର ସବୁ ଦ୍ରୁତ ଅଗ୍ରଗତି ହେଇଛି, ବିଜ୍ଞାନରେ ଅନେକ ପରିବର୍ତ୍ତନ ଆସିଛି ଆମେ ଦେଖୁଛେ। କିନ୍ତୁ ଆମେ ତ ପୁଣି 1000 ବର୍ଷ ପୂର୍ବରୁ, 2000 ବର୍ଷ ପୂର୍ବରୁ, 3000 ବର୍ଷ ପୂର୍ବରୁ ମାନବ ସଭ୍ୟତା ଥିଲା, ଯେତେବେଳେ ବିଜ୍ଞାନର କୌଣସି ସତ୍ତା ନଥିଲା, ସବୁ ଠିକଠାକ୍ ଥିଲା। ବିଜ୍ଞାନ ଆଜି କ'ଣ କରିଛି ନା ମଣିଷର ଜୀବନକୁ ଟିକେ ସରଳ କରିଦେଇଛି, ଅତ୍ୟନ୍ତ ସରଳ କରିଦେଇଛି। ସମୟ, ଅନେକ କାର୍ଯ୍ୟକୁ କେମିତି ଅଳ୍ପ ସମୟ ଭିତରେ କରାଯିବ ସେଥିପାଇଁ ବିଜ୍ଞାନ ସାହାଯ୍ୟ କରୁଛି। ବିଜ୍ଞାନର ଅଗ୍ରଗତି ମନୁଷ୍ୟ ସମାଜକୁ ନିହାତି ଭାବରେ ଆଗେଇ ନେଇଛି। ହଁ, ତ ଜ୍ୟୋତିଷ ଶାସ୍ତ୍ରର ଅଗ୍ରଗତି ମାନବ ସମାଜକୁ ଦେଇଛି କ'ଣ? ହଁ, ଜ୍ୟୋତିଷ ଶାସ୍ତ୍ର ମାନବ ସମାଜକୁ ସବୁକିଛି ଦେଇଛି। କ'ଣ ନ ଦେଇଛି? ଜଣେ ବୈଜ୍ଞାନିକ ଏବେ ଏ ଯେଉଁ ଚନ୍ଦ୍ରଯାନ ଗଲା, ଆପଣ ପଚାରନ୍ତୁ ତ ଯେଉଁମାନେ ସବୁ ଚନ୍ଦ୍ରଯାନ ଯେଉଁମାନେ ସବୁ ଯେଉଁ ଛାଡ଼ିଲେ, ଯେଉଁ ଡେଟ୍ ଫିକ୍ସ ହେଲା, ଯେଉଁ ଟାଇମ୍ ଫିକ୍ସ ହେଇଥିଲା, ଆପଣ ପଚାରନ୍ତୁ। ସମସ୍ତ ବୈଜ୍ଞାନିକମାନଙ୍କ ସାଙ୍ଗରେ ଭାରତର ବହୁତ ମହାନ ଜ୍ୟୋତିଷମାନେ ବସିଥିଲେ, କିଛି ଆଧ୍ୟାତ୍ମିକ ଗୁରୁମାନେ ମଧ୍ୟ ବସିଥିଲେ। ସମୟ ନିରୂପଣ ହେଇଥିଲା ଯେ ତାଙ୍କର ଚିଫ୍ ଯିଏ ଥିଲେ ସେ ଯାନକୁ ଛାଡ଼ିବା ପୂର୍ବରୁ ସର୍ବପ୍ରଥମେ ସେ ପରମାତ୍ମାଙ୍କୁ ସ୍ମରଣ କରିଥିଲେ।